ଆଜି ରାମ ମନ୍ଦିର ପାଖରେ ଆସିକିନି ଆମେ ଗୋଟେ ଦୀପଟିକା ଲଗେଇଲୁ। ଗୋଟେ ସାଧାରଣ ଛୋଟ ଦରିଦ୍ର ଘରର ଶିଶୁଟିକେ କ୍ଷିତିଶ ପଲେଇ କୁହୁଣ୍ଡା ଗ୍ରାମ ଆଉ କୁଆଁପାଳ ଆମର ପଞ୍ଚାୟତ, ଭାୟା ହେଉଛି ସାଲେପୁର କୁଆଁପାଳ, ଜିଲ୍ଲା ହେଉଛି କଟକ। ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସେ ଚିକିତ୍ସା ହେଉଛନ୍ତି କିଡ଼ନୀ ରୋଗ ପାଇଁକି। ସେଥିପାଇଁକି ଆମେ ଗୋଟେ ପ୍ରଭୁଙ୍କ ପାଖରେ ଦୀପ ଲଗାଉଛୁ। ସେ ଶିଶୁର ଆରୋଗ୍ୟ କାମନା ପ୍ରଭୁ କଲେ ଆମେ ତାଙ୍କ ପାଖରେ ଦୀପଟିଏ ଲଗେଇ ଗୁହାରି କରୁଛୁ ଯେ ଶିଶୁଟା ସୁସ୍ଥ ହୋଇକରି ଫେରି ଆସନ୍ତୁ। ତ ଦୀପ ଲଗାଇବାର ମୁଖ୍ୟ କାରଣ ହେଉଛି ଯେ ଚେଷ୍ଟା ଈଶ୍ୱରଙ୍କ ପାଖରେ ରଖିବା ତଥା ଓଡ଼ିଶାର ମୋର ଜନସାଧାରଣ ଛାତ୍ରଛାତ୍ରୀ ଆଉ ଭାଇମାନଙ୍କୁ ବି ନିବେଦନ କରୁଛି, ଯଦି ଚେଷ୍ଟା ପ୍ରଚେଷ୍ଟା କରିବା ଈଶ୍ୱରଙ୍କୁ ଧରିକିନି କିଛି ନା କିଛି ଦୁନିଆ ପରିବର୍ତ୍ତନ ହେବ। କୌଣସି ଭାଇ ଯଦି ଅସହାୟ ଥିବେ ସାହା ହେବେ, ଯଦି ଅସୁସ୍ଥ ଥିବେ ସୁସ୍ଥ ହେବେ। ସେଥିପ୍ରତି ଆମେ ଗୋଟେ ନୂଆ ଚେଷ୍ଟା ପ୍ରଚେଷ୍ଟା କରିକି ପ୍ରଭୁଙ୍କ ପାଖରେ ଦୀପ ଟିକେ ଲଗାଉଛୁ। ଆଉ ମୋର ଭାଇମାନେ ଟିକେ କ'ଣ କହିବେ, ଅତୁଲ ମହାନ୍ତି ବାବୁ ଟିକେ କହିବେ, ହରିକୃଷ୍ଣ ବାବୁ କହିବେ। ଆମ ସମ୍ପର୍କ ପରିବାରର ଗୋଟେ ନିଆରା କାର୍ଯ୍ୟକ୍ରମ। ଆମେ ସବୁ ଭାଇ ସମ୍ପର୍କ ଭିତରେ ବାନ୍ଧି ହେଇକି ରହିଛୁ। ଯେକୌଣସି ଗୋଟେ ଭାଇର କିଛି ଗୋଟେ ଅସୁବିଧା ହେଲେ ଆମେ ସେଠି ପହଞ୍ଚିବୁ ବୋଲିକି ଆମେ ସେଇଠି ଚେଷ୍ଟା ଜାରି ରଖୁଛୁ। କିନ୍ତୁ କହିବା ଅତୁଲ ବାବୁ ଟିକେ କୁହ। ମୁଁ ଠିକ୍ କହିବି, ଭଗବାନ ସାନ ଭାଇଟା ପୁଅଟା ସୁସ୍ଥ ହୋଇକି ମୁଁ ଫେରି ଆସିବି। ଅତୁଲ ବାବୁ ଟିକେ କୁହ। ଯାହା ତ ଆମର ଗୋଟେ ଚେଷ୍ଟା ଚାଲିଛି ସମ୍ପର୍କ ପରିବାର ଭାଇମାନଙ୍କୁ ନେଇ। ଆମେ ତ କୌଣସି ଦୁଃଖ ଦୂର କରିପାରିବାନି, କିନ୍ତୁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ପ୍ରଭୁ ଜଗତରେ ସମସ୍ତଙ୍କୁ ସୁସ୍ଥ ସବଳ ରଖନ୍ତୁ। ହେଉଛି କାମ। ପ୍ରଭୁ କ୍ଷିତିଶ ପଲେଇର ଯାହା ରୋଗ ବୈରାଗ ଅଛି ନିବାରଣ କରନ୍ତୁ ପ୍ରଭୁ। ଶ୍ରୀରାମଚନ୍ଦ୍ର ପାଖରେ ସମସ୍ତଙ୍କର ଗୁହାରି ଆବେଦନ, ଲୋକମାନଙ୍କର ଆଉ ଭକ୍ତମାନଙ୍କର ସହାୟତା ହେଲେ ପିଲାଟିର ନିର୍ମାଣ ହେବ। ତାର ରୋଗ ସୁସ୍ଥ ହେଇଯିବ, ଭଲ ହେଇକି ତା ଘରକୁ ଫେରିବ। ଭଗବାନ ପାଖରେ ଆସି ସମର୍ପଣ କରିବ। ଜୟ ଶ୍ରୀରାମ। ଆମର ଏ ଗୋଟେ ଛୋଟିଆ ପ୍ରୟାସ ସମ୍ପର୍କ ପରିବାର। ସମ୍ପର୍କ ତ ଭାଇ ଏଇଟା ଅତୁଟ ସମ୍ପର୍କ। ଭାଇ ଆମର ସେ ଟିକି ପୁଅଟିଏ କ୍ଷିତିଶ କୁମାର, ସେ ପୁଅଙ୍କୁ ପ୍ରଭୁ ତାଙ୍କ ଅପାର କରୁଣାରୁ ଏମିତି ଘଣ୍ଟ ଗୋଡ଼ି ରଖିଥାନ୍ତୁ। ତାଙ୍କର ଯେଉଁ ରୋଗଟି ହେଇଛି ତାକୁ ନିହାତି ରୂପେ ଆରୋଗ୍ୟ କରି ତାଙ୍କ ଆଶୀର୍ବାଦକୁ ଫେରି ଆଣନ୍ତୁ। ଏଇଟା ଆମର ସମସ୍ତଙ୍କର ଗୁହାରି ରହୁଛି ପ୍ରଭୁଙ୍କ ପାଖରେ। ପ୍ରଭୁଙ୍କ ଅପାର କରଣରୁ ସେ ପିଲାଟି ଆରୋଗ୍ୟ ହୋଇ ତାଙ୍କ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିବ। ଓଡ଼ିଶାର ଅଗଣିତ ଜନସାଧାରଣଙ୍କୁ ନିବେଦନ, ସମସ୍ତେ ଯଦି ଟଙ୍କାଏ ଟଙ୍କାଏ ଦାନ କରିବା, ଛୋଟ ପିଲାଟି ସୁସ୍ଥ ହୋଇ ନିଶ୍ଚିନ୍ତ ସେ ତା'ର ସୁଖରେ ଜୀବନଯାପନ କରିବ। ସେହି ହିସାବରେ ଆମ ସମ୍ପର୍କ ପରିବାର ତରଫରୁ କିଛିଟା ସୁଖର ଆସିବ। ଯାହା ହଉ ଗୋଟାଏ ସୁନ୍ଦର ଚେଷ୍ଟା ପ୍ରଚେଷ୍ଟା। ଆଗାମୀ ଦିନରେ ସମସ୍ତଙ୍କର ଅସହାୟ ଅନାଥ ଅବିଚାର ପାଇଁକି ସର୍ବେସର୍ବା ଈଶ୍ୱର ଅଛନ୍ତି। ଈଶ୍ୱରକୁ ଆଗ ପ୍ରାର୍ଥନା କରନ୍ତୁ, ଗୁହାରି କରନ୍ତୁ। କିଏ ଦରିଦ୍ରରୁ ଧନୀ ହୋଇପାରେ, କିଏ ଅସୁସ୍ଥରୁ ସୁସ୍ଥ ହୋଇପାରେ। ତେଣୁକରି ଈଶ୍ୱର ସଦାସର୍ବଦା ଈଶ୍ୱରଙ୍କୁ ଯେଉଁ ଚେଷ୍ଟା ପ୍ରଚେଷ୍ଟା କରୁଛନ୍ତି ସମସ୍ତେ ଟିକିଏ ଲାଗି ପଡ଼ିବା, ଈଶ୍ୱରକୁ ଆଗ୍ରାଧିକ କରିବା ତଥା ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ ଜନସାଧାରଣ ମାନେ ଯଦି ଏଇ ଚେଷ୍ଟା ପ୍ରଚେଷ୍ଟା କରିବେ, କାହିଁ କେତେବେଳେ ଚେଷ୍ଟା ହିଁ ସଫଳତା ମାର୍ଗରେ ଆଗକୁ ନେବ। ନିଶ୍ଚିତ ରୂପରେ ଠାକୁରଙ୍କ ପାଖରେ ଆମେ ଗୁହାରି କରିବା, ପ୍ରାର୍ଥନା କରିବା। ଆଉ ଯେତେବେଳେ ଆପଣ ସ୍ୱଇଚ୍ଛାରେ ହେଉ ବି କିଛି ମାନବ ସେବା ମାଧବ ସେବା କରେ, ଅର୍ଥ ଆକାରରେ ଯଦି ଟଙ୍କା ଦେବେ ତ କିଏ
ଅସୁସ୍ଥରୁ ସୁସ୍ଥ ହୋଇପାରିବ। ଏହି ହେଉଛି ଗୋଟେ ଆମର ମନସ୍କାମନା ସମ୍ପର୍କ ପରିବାର ଚାଳକମାନଙ୍କ ଭିତରେ ଛୋଟିଆ ଚେଷ୍ଟା ପ୍ରଚେଷ୍ଟା। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।